ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ମୁଖ୍ୟାଳୟ ତଥା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମାଙ୍କ ଉପରେ ଆସ୍ଥା ପ୍ରକଟ କରି ପୁରୀ ହଲିଡେ ରିସୋର୍ଟଠାରେ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ସତ୍ୟବାଦୀ ବ୍ଲକ ବିଜେପି ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀ 31 ନମ୍ବର ଜୋନ୍ ଜାନକୀ ବରାଳ, ଜୟପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ବିଶ୍ୱଜିତ ମହାପାତ୍ର, ବିଜୟ ମହାନ୍ତି ପୂର୍ବତନ ସରପଞ୍ଚ ସୁକଳ, ସାବିତ୍ରୀ ବରାଳ ପୂର୍ବତନ ସମିତି ସଭ୍ୟ ମଧୁବନ, ପ୍ରମୋଦ କୁମାର ବରାଳ, ଆଶିଷ କୁମାର ଶତପଥୀ ଯୁବ ନେତା ଜୟପୁର ପଞ୍ଚାୟତ, ଅର୍ଜୁନ କୁମାର ମହାପାତ୍ର ନରେନ୍ଦ୍ରପୁର ପଞ୍ଚାୟତ ବିଜେପି ନେତା ରାଜକିଶୋର ମହାପାତ୍ର, ସୁକଳ ପଞ୍ଚାୟତ ବିଜେପି ନେତା ସୁନୀଲ ମିଶ୍ର, ନୂଆ ସୋମେଶ୍ୱରପୁର ବିଜେପି ନେତା, କଣାସ ବ୍ଲକ ଗଡ଼ ବଡ଼ପୁଟୁ ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ ପଲେଇ, ଗଡ଼ ବଡ଼ପୁଟୁ ପଞ୍ଚାୟତ ପୂର୍ବତନ କଂଗ୍ରେସ ସଭାପତି ରାଜକିଶୋର ପରିଡ଼ା, କୃଷ୍ଣମୋହନ ଛୋଟରାୟ ପୂର୍ବତନ କଂଗ୍ରେସ ସଭାପତି ଅଭିଷେକ ମହାନ୍ତି, ସମ୍ପଦ ସାମନ୍ତରାୟ, ସୁନୀଲ କୁମାର ସାହୁ, ବୁଲୁ ସାହୁ, ନାଗାର୍ଜୁନ ସେନାପତି, ଦୁଶାସନ ମାଝୀ, କଣାସ ପଞ୍ଚାୟତ ବିଜେପି ବରିଷ୍ଠ ନେତା ବଳିଆ ଜେନା, ବିଚି ଜେନା, ବୈଦ୍ୟନାଥ ମାଝୀ, ଦେଇ ମାନସିଂ, ଯୁବ ନେତା ଦୀପୁ ଜେନା, ଲିପୁ ଜେନାଙ୍କ ସମେତ କଣାସ ଏବଂ ସତ୍ୟବାଦୀ ବ୍ଲକ ଶତାଧିକ ବିଜେପି ଓ କଂଗ୍ରେସ ବରିଷ୍ଠ ନେତା ଏବଂ କର୍ମୀ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ସତ୍ୟବାଦୀ ବ୍ଲକ ବିଜୁ ଜନତା ଦଳ ସଭାପତି ପ୍ରମୋଦ ରାଉତରାୟ, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ ପଣ୍ଡା, ପୂର୍ବତନ ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା, ଉପାଧ୍ୟକ୍ଷଙ୍କ ପ୍ରତିନିଧି ପ୍ରକାଶ ପ୍ରଧାନ, ପୁରୀ ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଦେବାଶିଷ ରାୟ, କଣାସ ବ୍ଲକ ବିଜୁ ଜନତା ଦଳ ସଭାପତି ସୁରେଶ ସାହୁ, କଣାସ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ରାଉତ ଏବଂ ସତ୍ୟବାଦୀ ବ୍ଲକ ବିଜୁ ଜନତା ଦଳ ବରିଷ୍ଠ ନେତା ବୁଲୁ ଶତପଥୀ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ବିଜୁ ଜନତା ଦଳକୁ ସ୍ୱାଗତ କରିଛନ୍ତି। ସେ ତାକୁ ସଶକ୍ତ କରିବା ପାଇଁ ଆଜି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ସହିତ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ଦଳର ବହୁ ନେତୃମଣ୍ଡଳୀ, ତୃଣମୂଳ ସ୍ତରର କର୍ମୀ ଆଜି ଆନୁଷ୍ଠାନିକ ଭାବରେ ବିଜେପି ଏବଂ କଂଗ୍ରେସ ଦଳ ପ୍ରତ୍ୟାଗ କରି ବିଜୁ ଜନତା ଦଳ ସହିତ ସାମିଲ ହୋଇଛନ୍ତି। ସମସ୍ତଙ୍କୁ ଏହି ଅବକାଶରେ ମୁଁ ତାଙ୍କୁ ସ୍ୱାଗତ କରୁଛି। ବିଜୁ ଜନତା ଦଳକୁ ଗୋଟିଏ ସମୃଦ୍ଧ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଗଢ଼ି ତୋଳିବା ପାଇଁ ସେମାନଙ୍କର ଯେଉଁ ସଂକଳ୍ପ ଏବଂ ଯେଉଁ ଇଚ୍ଛା ଶକ୍ତି ଅଛି ନବୀନ ପଟ୍ଟନାୟକଙ୍କର ହାତ ମୁଠାକୁ ଟାଣ କରିବା ପାଇଁ, ବିଜୁ ଜନତା ଦଳକୁ ସଶକ୍ତ କରିବା ପାଇଁ ତାଙ୍କର ଯେଉଁ ଇଚ୍ଛା ଶକ୍ତି ଅଛି, ସେଥିପାଇଁ ମୁଁ ସେମାନଙ୍କୁ ଆଜି ସ୍ୱାଗତ କରୁଛି। ମୁଁ ଆଶା କରୁଛି ସମୃଦ୍ଧ ସତ୍ୟବାଦୀ ଗଠନରେ ସେମାନଙ୍କର ବଳିଷ୍ଠ ଯୋଗଦାନ ରହିବ ଏବଂ ଆସନ୍ତା ନିର୍ବାଚନରେ ବିଜୁ ଜନତା ଦଳକୁ ଏକ ବୃହତ୍ ବିଜୟ ସେମାନେ ଦେବେ। ବିଶେଷ କରି ସାଂସଦ ଅରୁପ ପଟ୍ଟନାୟକ ଏବଂ ବିଧାୟକ ପ୍ରାର୍ଥୀ ହିସାବରେ ମୋ ପ୍ରତି ଆଶୀର୍ବାଦ। କ୍ୟାମେରା ପର୍ସନ ରବି ଜେନାଙ୍କ ସହ ସୁଧାଂଶୁ କରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।